ଆଜି ଆମେ ଓପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷା 2026 ନିଯୁକ୍ତିର ମୁଖ୍ୟ କଥା ଜାଣିବା। ଯଦି ଆପଣ ଓଡ଼ିଶାରେ ଏକ ଭଲ ସରକାରୀ ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବହୁତ ବଡ଼ ସୁଯୋଗ ଆସିଛି। ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି ଗ୍ରୁପ୍ ଏ ଆଉ ଗ୍ରୁପ୍ ବି ପାଇଁ ପାଖାପାଖି 465ଟି ପଦବୀ ବାହାର କରିଛି। ତ ପ୍ରଥମେ ଆସନ୍ତୁ ଜାଣିବା ପଦବୀ ଆଉ ତାରିଖ ବିଷୟରେ। ଦେଖନ୍ତୁ, ମୋଟ 465ଟା ପଦବୀ ଅଛି। ଏଥିରେ ଓଡ଼ିଶା ପୁଲିସ ସେବାଠୁ ଆରମ୍ଭ କରି ଟିକସ ସେବା ପର୍ଯ୍ୟନ୍ତ ସବୁ ବଡ଼ ବଡ଼ ପୋଷ୍ଟ ଅଛି। ଆଉ ସବୁଠୁ ଜରୁରୀ କଥା, ଆପଣଙ୍କୁ ଜାନୁଆରୀ 20, 2026ରୁ ଆବେଦନ କରିବାକୁ ପଡ଼ିବ। ଆଉ ଶେଷ ତାରିଖ ହେଉଛି ଫେବୃଆରୀ 20। ଦ୍ୱିତୀୟରେ, ଯୋଗ୍ୟତା କ'ଣ ଦରକାର? ବେଶୀ କିଛି ନୁହେଁ, ଆପଣଙ୍କ ପାଖରେ ଯେକୌଣସି ବିଷୟରେ ଗୋଟେ ଗ୍ରାଜୁଏଟ୍ ଡିଗ୍ରୀ ଥିଲେ ଚଳିବ। ଆଉ ସବୁଠୁ ବଡ଼ କଥା ହେଲା ବୟସ। ଏଥର ବୟସ ସୀମାକୁ ବଢ଼େଇକି 42 ବର୍ଷ କରିଦିଆଯାଇଛି। ମାନେ ଅନେକ ଲୋକ ଏବେ ଆବେଦନ କରିପାରିବେ। ହଁ, ଆଉ ଗୋଟେ କଥା, ଓଡ଼ିଆ ଭାଷା ଜାଣିଥିବା ନିହାତି ଦରକାର। ଶେଷରେ, ଆବେଦନ କରିବେ କେମିତି? ଦେଖନ୍ତୁ, ସବୁକିଛି ଅନଲାଇନ୍ ହେବ ଓପିଏସସିର ଅଫିସିଆଲ ୱେବସାଇଟ୍ରେ। ଆବେଦନ ଫିସ୍ 700 ଟଙ୍କା ଅଛି, କିନ୍ତୁ ଏସସି, ଏସଟି ଆଉ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ପୂରାପୂରି ଫ୍ରି। ଆଉ ସବୁଠୁ ଭଲ କଥା ହେଲା, ଯଦି ଆପଣ ପ୍ରିଲିମ୍ସ ପରୀକ୍ଷା ଦେଉଛନ୍ତି, ତେବେ ଆପଣଙ୍କର ଫିସ୍ ଫେରସ୍ତ ହୋଇଯିବ। ମନେ ରଖନ୍ତୁ, ଚୟନ 3ଟା ପର୍ଯ୍ୟାୟରେ ହେବ: ପ୍ରିଲିମ୍ସ, ମେନ୍ସ ଆଉ ତାପରେ ଇଣ୍ଟରଭ୍ୟୁ। ତେବେ ଯଦି ଆପଣ ଯୋଗ୍ୟ, ତେବେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ ଆଉ ଜାନୁଆରୀ 20 ତାରିଖକୁ ମନେ ରଖନ୍ତୁ।